ବର୍ଷା ପାଗକୁ ଦେଶୀ ଚିକେନ୍ ଝୋଳ ତା ସହ ଭାତ ତାର ମଜା ହିଁ କିଛି ଅଲଗା। ଆଜି ସକାଳୁ ସକାଳୁ ବୁଧବାରିଆ ବାର ଦେଖି ବାପା ଆଣିଥିଲେ ଟିକେ ଦେଶୀ ଚିକେନ୍, ଯାହାକୁ ପ୍ରଥମେ ଲୁଣ ଆଉ ତେଲ ଦେଇ ଗୋଳେଇ ରଖିଥିଲି। ସହିତ କିଛି କଟା ପିଆଜକୁ ଭାଜିବା ପୂର୍ବରୁ ତେଲରେ ଟିକେ ଚିନି, ଖଣ୍ଡେ ଡାଲଚିନି, ତାପରେ ପିଆଜକୁ ହାଲକା ବ୍ରାଉନ୍ ହେଲା ଯାଏଁ ଭାଜିବି। ଯେତେବେଳେ ପିଆଜ ହାଲକା ବ୍ରାଉନ୍ ହେଇଯିବ ସେଥିରେ ବଟା ହେଇଥିବା ମସଲା ଯେମିତିକି ଅଦା, ରସୁଣ, ଜିରା ଆଦିକୁ ମିଶେଇକି ଭଲ ଭାବରେ ତାକୁ କଷି ନିଅନ୍ତୁ। କଷିଲା ପରେ କିଛି ସମୟ କଷିଲା ପରେ ଦେଖିବେ ସେଠୁ ଗୋଟେ ତେଲ ରିଲିଜ୍ ହେବ। ସେ ତେଲ ରିଲିଜ୍ ହେଲା ପରେ ଆପଣ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ମିଶାଇ ତାକୁ ଭଲ ଭାବରେ କଷି ନିଅନ୍ତୁ। କଷିଲା ପରେ ଏଠି ଦେଖିପାରୁଥିବେ ଆପଣ ମୁଁ କିଛି ରସୁଣ ନେଇଛି। ସେ ରସୁଣ କାହିଁକି ନେଇଛି ତାକୁ ମୁଁ ଭିଡ଼ିଓର ଶେଷରେ ଆପଣଙ୍କୁ କହିବି କାହିଁକି ରସୁଣ ନେଇଛି। ମସଲା କଷି ସାରିଲା ପରେ ଆପଣ ଚିକେନରେ କିଛି ଆଳୁ ଆଉ କିଛି ସାରୁ ପକାଇଦେବେ। କାରଣ ଦେଶୀ ଚିକେନ୍ ମାନେ ସାରୁ ଆଳୁ ପକାଇଲା ପରେ ତା'ର ଟେଷ୍ଟ କିଛି ଅଲଗା ଲାଗେ। ଆଳୁ ପକାଇକି ମୁଁ ଚିକେନ୍କୁ ପକାଇ ନେଇକି ଭଲ ଭାବରେ କଷି ଦେବେ। 2ରୁ 5 ମିନିଟ୍ ଭଲ ଭାବରେ କଷି ଦେଲା ପରେ ଟିକେ ତେଲ ଛାଡ଼ିଯିବ ଚିକେନ୍ରୁ। ତେଲ ଛାଡ଼ିଲା ମାନେ ଆପଣ ଦେଖିବେ କଷା ବହୁତ ଭଲ ଭାବରେ ହେଇଯାଇଛି। ଆଉ ଦେଶୀ ଚିକେନ୍ ମାନେ କୌଣସି ଆଡ଼ିସନାଲ୍ ଫ୍ଲେଭରର ଆବଶ୍ୟକତା ନାହିଁ। ତା'ର ନିଜର ଗୋଟେ ଫ୍ଲେଭର ଥାଏ ଯାହାକି ବହୁତ ହି ସୁନ୍ଦର, ବହୁତ ଟେଷ୍ଟି, ଯାହାକୁ ଆପଣ ଗରମ ଭାତ ସହିତ ଖାଇଲେ ବହୁତ ହି ଭଲ ଲାଗିବ। ଏଠି ଦେଖିପାରୁଥିବେ ଆପଣ ଆମର ଚିକେନ୍ କଷା ରେଡ଼ି ହେଇଯାଇଛି। ଚିକେନ୍ କଷା ରେଡ଼ି ହେଲା ପରେ ଏଠି ଆପଣ ଆଡ଼୍ କରିଦେଇଛି, ମୁଁ ଦେଖିଥିବେ 2-3ଟି ରସୁଣ ଯେଉଁଟା ମୁଁ ଆପଣଙ୍କୁ ଦେଖେଇଥିଲି ପ୍ରଥମେ ଭିଡ଼ିଓରେ, ତାକୁ ଆଡ଼୍ କରିଦେଇଛି। କାରଣ ଦେଶୀ ଚିକେନ୍ରେ ଆପଣ ତ ରସୁଣ ଗୁଳା ପକାଉଛନ୍ତି ଏବଂ ସେ ତରକାରୀ ହେଇସାରିଲା ପରେ ଆପଣ ଖାଉଛନ୍ତି, ତା'ର ସ୍ୱାଦ ହିଁ କିଛି ଅଲଗା। ସ୍ପେସିଆଲି ବର୍ଷା ପାଗରେ ଯଦି ଥଣ୍ଡା ହେଇଥିବ ଆପଣଙ୍କୁ, ଆପଣ ଯଦି ରସୁଣ ଗୁଳା ଖାଉଛନ୍ତି ତାହେଲେ ଥଣ୍ଡା ଆପଣଙ୍କୁ ପୁରାପୁରି ଛାଡ଼ିଯିବ। ଏବେ ଆପଣ ପାଣି ମିଶାଇ ଦେଇଛି, ପାଣି ବି ଫୁଟି ଆସିଲାଣି। ଫୁଟି ଆସିଲା ପରେ ଦେଖିବେ ଆର ଯେଉଁ ଗ୍ରେଭି ବହୁତ ହି ଲାଇଟ୍ ରହିବ। ଆଶା ଆପଣମାନଙ୍କୁ ଭଲ ଲାଗିଥିବ।